କଥା ହେଇଛି, ତହସିଲଦାର ସାଙ୍ଗରେ କଥା ହେଇଛି, ସବ୍ କଲେକ୍ଟର ସାଙ୍ଗରେ କଥା ହେଇଛି, କଲେକ୍ଟରଙ୍କ ସାଙ୍ଗରେ କଥା ଲାଗିଛି, ଏସ୍ପିଙ୍କ ସାଙ୍ଗରେ କଥା ଲାଗିଛି, ଆଇଜିଙ୍କ ସାଙ୍ଗରେ ବାଲେଶ୍ୱର ଆଇଜିଙ୍କ ସାଙ୍ଗରେ ମଧ୍ୟ କଥା ହେଇଛି, ଡାଇରେକ୍ଟର ଜେନେରାଲ ପୋଲିସ, ହୋମ ସେକ୍ରେଟାରୀ ସମସ୍ତଙ୍କୁ କହିଛି ଯେ ଏ ବାଲି ମାଫିଆ ମାନେ ଯେଉଁମାନେ ଏ କାଣ୍ଡ ଭିଇଲେ ଏବଂ ଯେଉଁମାନେ ପ୍ରଚ୍ଛଦ ପଟରେ ରହିଲେ ସେ ପର୍ଯ୍ୟନ୍ତ ତଦନ୍ତକୁ ନେଇକରି ଯାଉ। କେହି ବର୍ତ୍ତିବା କଥା ନୁହଁ। ପାତାଳରେ ଥିଲେ ମଧ୍ୟ ବାନ୍ଧିକରି କୋର୍ଟରେ ଆଣିକରି ପ୍ରଡ୍ୟୁସ କର। ରାଜନୈତିକ ଲିଙ୍କ ଥିବ, ରାଜନୈତିକ କାହାରି ମୁହଁ ଦେଖିବାର ନାହିଁ। ରାଜଧର୍ମରେ କାହାରି ମୁହଁ ଦେଖାଯାଏ ନାହିଁ। ଯେଉଁ ରାଜନୀତିକ ଦଳ ଥାଉ, ଯେତେ ପ୍ରଭାବଶାଳୀ ଲୋକ ଥାଆନ୍ତୁ, ଓଡ଼ିଶାକୁ ଆଉ ଗୋଟେ ବିହାର ଆଉ ଗୋଟେ ବେଙ୍ଗଲ କରିବା ପାଇଁ ଦେବୁ ନାହିଁ ଆମେ। ଏ ଘଟଣା ଗୋଟେ ଛୋଟ ଘଟଣା ନୁହଁ। ଆଜି ଏଡିସନାଲ ତହସିଲଦାର ଉପରେ ଆକ୍ରମଣ ହେଲା, କାହାର ଦ୍ୱାରା? ସାଧାରଣ ଲୋକଙ୍କ ଦ୍ୱାରା ନୁହଁ। କୌଣସି ସମସ୍ୟାକୁ ନେଇକରି ବାଲି ମାଫିଆ ଦ୍ୱାରା। କାଲି ତମ କଲେକ୍ଟରକୁ ଆକ୍ରମଣ କରିବ, ପରଦିନ ଏସ୍ପିଙ୍କୁ ଆକ୍ରମଣ କରିବ। ଆଉ ଏଇଟା ଓଡ଼ିଶା ଆଉ ଗୋଟେ ବିହାର ଏବଂ ୱେଷ୍ଟବେଙ୍ଗଲ ଭଳିଆ ସ୍ଥିତିକୁ ଯିବ। ତେଣୁ ଏଇଟାକୁ ବହୁତ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛି ଯେ ଏଭଳିଆ ଘଟଣା ଓଡ଼ିଶାରେ ଶେଷ ଘଟଣା ହଉ ଏବଂ ମୂଳରୁ ମାରିବା ପାଇଁ ଚେଷ୍ଟା କର ଅପରାଧକୁ। ଯେମିତି ଓଡ଼ିଶାରେ ଯେଉଁ ଅପରାଧ ପ୍ରବଣତା ବଢୁଛି ଏଭଳିଆ ଘଟଣାକୁ ନେଇକରି ଆଉ ଭବିଷ୍ୟତରେ ନ ଘଟୁ। ଆଉ ପୁରା ସନ୍ଦେଶ ଯିବା କଥା ଓଡ଼ିଶାକୁ ସନ୍ଦେଶ ଯିବା କଥା ଯିଏ ଅପରାଧ କରିବ ଏବଂ ଅପରାଧ କରିବା ବିରୁଦ୍ଧରେ ଯେଉଁ ସରକାରୀ ଅଧିକାରୀ କାର୍ଯ୍ୟାନୁଷ୍ଠାନ କରୁଛନ୍ତି ତାଙ୍କ ଉପରେ ଆକ୍ରମଣ କରିବ, ସେ ବର୍ତ୍ତିବ ନାହିଁ। କାଲି କ୍ୟାବିନେଟ ମଧ୍ୟ ଗୁଡ଼ିଏ ପ୍ରସ୍ତାବ ଆସିଥିଲା ବାଲି ମାଫିଆ ବାଲି ଚୋରିକୁ ରୋକିବା ବାବଦରେ। ଗୁଡ଼ିଏ ଏସ୍ଓପି ମଧ୍ୟ ଖଣି ଏବଂ ଟ୍ରାନ୍ସପୋର୍ଟ ଡିପାର୍ଟମେଣ୍ଟ ତରଫରୁ ଆସିଥିଲା। ତାକୁ ଆହୁରି ଅଧ୍ୟୟନ ଆମେ କରୁଛୁ ଯେ ଆହୁରି କଡ଼ାକଡ଼ି କେମିତି ହେଇପାରିବ। ବାଲି ଚୋରି ରୋକିବାଟା ଗୋଟେ ବିଷୟ, ବାଲିର ରାଜସ୍ୱ ସଂଗ୍ରହ କରିବାଟା ଗୋଟେ ବିଷୟ, କିନ୍ତୁ ସବୁଠାରୁ ମହତ୍ୱପୂର୍ଣ୍ଣ ବିଷୟ ହେଉଛି ଯିଏ ବାଲି କେମିତି ଶସ୍ତାରେ ଲୋକ ପାଇବେ। ନିମ୍ନ ମଧ୍ୟବିତ୍ତ ପରିବାର, ଗରିବ ପରିବାର, ମଧ୍ୟମ ପରିବାର, ଏମାନେ ଯଦି ବାଲି ସହଜରେ ସରଳ ଭାବରେ ଏବଂ ଶସ୍ତାରେ ପାଇପାରିବେ, ଖଣ୍ଡେ ଘର ବନେଇ ପାରିବେ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମଧ୍ୟ ଯେଉଁ ଗରିବ ଲୋକଙ୍କୁ ଆମେ ଘର ଦଉଛୁ ସେମାନଙ୍କୁ ମଧ୍ୟ ବାଲି ଦରକାର। ସେମାନଙ୍କୁ କେମିତି 2 ଟ୍ରକ୍ ବାଲି ମିଳିପାରିବ, 2 ଟ୍ରାକ୍ଟର ବାଲି ମିଳିପାରିବ, ତାର ପାଇଁ ମଧ୍ୟ ଆମେ ଯୋଜନା ପ୍ରସ୍ତୁତ କରୁଛୁ। ତାକୁ ଆମେ ପାରମିଟ୍ ଇସ୍ୟୁ କରିବୁ। ସେମାନେ ନିଃଶୁଳ୍କରେ 2 ଟ୍ରାକ୍ଟର ବାଲି ଆଣିପାରିବେ ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯେଉଁ ଘରର ଖର୍ଚ୍ଚ ହେବ ବାଲିର ଖର୍ଚ୍ଚରୁ ମୁକ୍ତ ହେଇଯିବ। ତେଣୁ ସାମଗ୍ରିକ ବିଷୟରେ ପରବର୍ତ୍ତୀ ସମୟରେ ଆଲୋଚନା ହେବ। ତାର ଡ୍ରାଫ୍ଟ ପ୍ରପୋଜାଲଟା ତିଆରି ହେଇଛି, ତାକୁ ଆହୁରି ଅନ୍ୟ ଧରନ୍ତୁ ଜଳସମ୍ପଦ ବିଭାଗ, ଜଳସମ୍ପଦ ଯେଉଁଭଳି ଭାବରେ ବାଲି ଖନନ କରୁଛନ୍ତି ସେଥିରେ ଜଳ ପ୍ରବାହ ମଧ୍ୟ ପ୍ରଭାବିତ ହେଇଯାଉଛି। ନଦୀ ଭିତରକୁ ବସିକରି ବାଲି ଖନନ ହେଇଯାଉଛି, ସେଟା ବନ୍ଦ ହେବା କଥା। ଆଉ ଗୋଟେ ବିଷୟ ହେଲା ଯେ ହାଇୱା ବ୍ୟବହାର କରୁଛନ୍ତି। 40 ଟନ୍ ବାଲି ନେଲା ବେଳକୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ଯେଉଁଟା ରାଜ୍ୟ ସାରା ଅଛି ସେ ଏତେ ଲୋଡ୍ ସମ୍ଭାଳି ପାରୁନାହିଁ, ନଷ୍ଟ ହେଇଯାଉଛି। ତେଣୁ କେଉଁ ଭଳିଆ ଗାଡ଼ି ବ୍ୟବହାର ପାରିବ, କେତେ ପରିମାଣର ବାଲିର ଟ୍ରାନ୍ସପୋର୍ଟେସନର ଅଧିକାର ମିଳିପାରିବ, ସେ ବାବଦରେ ମଧ୍ୟ ସ୍ୱତନ୍ତ୍ର ଏସ୍ଓପି ପ୍ରସ୍ତୁତ ହେଉଛି। ଏତେ ପଦାରେ ଯେଉଁ ଘଟଣା ଘଟିଲା ସେ ଘଟଣା ବହୁତ ଗମ୍ଭୀର ଘଟଣା, ସ୍ୱାଭାବିକ ଘଟଣା ଆଦୌ ନୁହଁ। ଯେତେବେଳେ ବାଲି ତସ୍କରୀକୁ ରୋକିବା ପାଇଁ ପ୍ରଶାସନ ପ୍ରୟାସ କରୁଛି ସେ ସମୟରେ ବେଙ୍ଗଲ ବିହାର ଭଳିଆ ଏଠିକାର ମାଫିଆ ମାନେ ହାତକୁ ଆଇନଟା ଆଣିକରି ବଡ଼ ବଡ଼ ସରକାରୀ ଅଧିକାରୀ ବିରୁଦ୍ଧରେ ଆକ୍ରମଣ କରିବାର ଯେଉଁ ଦୁଃସାହସ କରୁଛନ୍ତି, ଏ ଦୁଃସାହସ ତାଙ୍କର ଶେଷ ଦୁଃସାହସ ହଉ। ମୁଁ ଏଡିସନାଲ ତହସିଲଦାର ସାଙ୍ଗରେ ବି ଗତକାଲି କଥା ହେଇଛି, ତହସିଲଦାର ସାଙ୍ଗରେ କଥା ହେଇଛି, ସବ୍ କଲେକ୍ଟର ସାଙ୍ଗରେ କଥା ହେଇଛି, କଲେକ୍ଟରଙ୍କ ସାଙ୍ଗରେ କଥା ଲାଗିଛି, ଏସ୍ପିଙ୍କ ସାଙ୍ଗରେ କଥା ଲାଗିଛି, ଆଇଜିଙ୍କ ସାଙ୍ଗରେ ବାଲେଶ୍ୱର ଆଇଜିଙ୍କ ସାଙ୍ଗରେ ମଧ୍ୟ କଥା ହେଇଛି, ଡାଇରେକ୍ଟର ଜେନେରାଲ ପୋଲିସ, ହୋମ ସେକ୍ରେଟାରୀ ସମସ୍ତଙ୍କୁ କହିଛି ଯେ ଏ ବାଲି ମାଫିଆ ମାନେ ଯେଉଁମାନେ ଏ କାଣ୍ଡ ଭିଇଲେ ଏବଂ ଯେଉଁମାନେ ପ୍ରଚ୍ଛଦ ପଟରେ ରହିଲେ ସେ ପର୍ଯ୍ୟନ୍ତ ତଦନ୍ତକୁ ନେଇକରି ଯାଅ। କେହି ବର୍ତ୍ତିବା କଥା ନୁହଁ। ପାତାଳରେ ଥିଲେ ମଧ୍ୟ ବାନ୍ଧିକରି କୋର୍ଟରେ ଆଣିକରି ପ୍ରଡ୍ୟୁସ କର। ରାଜନୈତିକ ଲିଙ୍କ ଥିବ, ରାଜନୈତିକ କାହାରି ମୁହଁ ଦେଖିବାର ନାହିଁ। ରାଜଧର୍ମରେ କାହାରି ମୁହଁ ଦେଖାଯାଏ ନାହିଁ। ଯେଉଁ ରାଜନୀତିକ ଦଳ ଥାଉ, ଯେତେ ପ୍ରଭାବଶାଳୀ ଲୋକ ଥାଆନ୍ତୁ, ଓଡ଼ିଶାକୁ ଆଉ ଗୋଟେ ବିହାର ଆଉ ଗୋଟେ ବେଙ୍ଗଲ କରିବା ପାଇଁ ଦେବୁ ନାହିଁ ଆମେ। ଏ ଘଟଣା ଗୋଟେ ଛୋଟ ଘଟଣା ନୁହଁ। ଆଜି ଏଡିସନାଲ ତହସିଲଦାର ଉପରେ ଆକ୍ରମଣ ହେଲା, କାହାର ଦ୍ୱାରା? ସାଧାରଣ ଲୋକଙ୍କ ଦ୍ୱାରା ନୁହଁ। କୌଣସି ସମସ୍ୟାକୁ ନେଇକରି ବାଲି ମାଫିଆ ଦ୍ୱାରା। କାଲି ତମ କଲେକ୍ଟରକୁ ଆକ୍ରମଣ କରିବ, ପରଦିନ ଏସ୍ପିଙ୍କୁ ଆକ୍ରମଣ କରିବ। ଆଉ ଏଇଟା ଓଡ଼ିଶା ଆଉ ଗୋଟେ ବିହାର ଏବଂ ୱେଷ୍ଟବେଙ୍ଗଲ ଭଳିଆ ସ୍ଥିତିକୁ ଯିବ।
ତେଣୁ ଏଟାକୁ ମୁଁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛି ଯେ ଏଭଳିଆ ଘଟଣା ଓଡ଼ିଶାରେ ଶେଷ ଘଟଣା ହଉ ଏବଂ ମୂଳରୁ ମାରିବା ପାଇଁ ଚେଷ୍ଟା କର ଅପରାଧକୁ। ଯେମିତି ଓଡ଼ିଶାରେ ଯେଉଁ ଅପରାଧ ପ୍ରବଣତା ବଢ଼ୁଛି ଏଭଳିଆ ଘଟଣାକୁ ନେଇକରି ଆଉ ଭବିଷ୍ୟତରେ ନ ଘଟୁ। ଆଉ ପୁରା ସନ୍ଦେଶ ଯିବା କଥା ଓଡ଼ିଶାକୁ ସନ୍ଦେଶ ଯିବା କଥା ଯିଏ ଅପରାଧ କରିବ ଏବଂ ଅପରାଧ କରିବା ବିରୁଦ୍ଧରେ ଯେଉଁ ସରକାରୀ ଅଧିକାରୀ କାର୍ଯ୍ୟାନୁଷ୍ଠାନ କରୁଛନ୍ତି ତାଙ୍କ ଉପରେ ଆକ୍ରମଣ କରିବ, ସେ ବର୍ତ୍ତିବ ନାହିଁ। କାଲି କ୍ୟାବିନେଟ୍ ମଧ୍ୟ ଗୁଡ଼ିଏ ପ୍ରସ୍ତାବ ଆସିଥିଲା ବାଲି ମାଫିଆ ବାଲି ଚୋରିକୁ ରୋକିବା ବାବଦରେ। ଗୁଡ଼ିଏ ଏସ୍ଓପି ମଧ୍ୟ ଖଣି ଏବଂ ଟ୍ରାନ୍ସପୋର୍ଟ ଡିପାର୍ଟମେଣ୍ଟ ତରଫରୁ ଆସିଥିଲା। ତାକୁ ଆହୁରି ଅଧ୍ୟୟନ ଆମେ କରୁଛୁ ଯେ ଆହୁରି କଡ଼ାକଡ଼ି କେମିତି ହେଇପାରିବ। ବାଲି ଚୋରି ରୋକିବାଟା ଗୋଟେ ବିଷୟ, ବାଲିର ରାଜସ୍ୱ ସଂଗ୍ରହ କରିବାଟା ଗୋଟେ ବିଷୟ, କିନ୍ତୁ ସବୁଠାରୁ ମହତ୍ୱପୂର୍ଣ୍ଣ ବିଷୟ ହେଉଛି ଯିଏ ବାଲି କେମିତି ଶସ୍ତାରେ ଲୋକ ପାଇବେ। ନିମ୍ନ ମଧ୍ୟବିତ୍ତ ପରିବାର, ଗରିବ ପରିବାର, ମଧ୍ୟମ ପରିବାର, ଏମାନେ ଯଦି